ଆଜି ଏମିତି କ'ଣ ଯେ ମୁଁ ବାବାଙ୍କ ଦର୍ଶନ ପାଇଁ ବାବାଙ୍କ ପାଖକୁ ଆସିଗଲି। ଜୟ ଜଗନ୍ନାଥ। ଶୁଭ ସକାଳ ସମସ୍ତଙ୍କୁ। ସକାଳୁ ଉଠି ଗାଧୋଇ ରେଡ଼ି ହେଇ ବାହାରି ଯାଇଥିଲି ମନ୍ଦିର। ମୋର ବହୁତ ଦିନର ଇଚ୍ଛା ଥିଲା ଯେ ମୁଁ ବ୍ଲଗିଂ ଚ୍ୟାନେଲ୍ ଖୋଲିବି ଆଉ ବ୍ଲଗ୍ସ ବନେଇବି। ବୋଉ କୁହେ ଯଦି ନୂଆ କିଛି ଆରମ୍ଭ କରିବୁ ତେବେ ବାବାଙ୍କ ଆଶୀର୍ବାଦ ନେବୁ। ଯେହେତୁ ମୁଁ ଜଗନ୍ନାଥଙ୍କୁ ମୁଁ ବାବା ବୋଲି ଭାବେ, ସେଥିପାଇଁ ବାବାଙ୍କ ଦର୍ଶନ ପାଇଁ ମୁଁ ବାବାଙ୍କ ପାଖକୁ ଯାଇଥିଲି। ମୁଁ ଜାଣିନି କେମିତି ସୁଟ୍ କରାଯାଏ ଆଉ କେମିତି ଏଡ଼ିଟ୍ କରାଯାଏ, କେଉଁ ଆଙ୍ଗେଲରୁ କ୍ୟାମେରାଟା ଧରିଲେ ଭଲ ଆସିବ ସେଇଟା ମୁଁ ଜାଣିନଥିଲି। ଗଲାବେଳେ ଏମିତି କ୍ୟାମେରାକୁ ଦେଖୁଥିଲି, ଯାଉଥିଲି। ବାସ୍ ଏଇଠି ଗୋଟେ ମିନି ହାର୍ଟ ମୁଁ ଡୁଡୁନ ପାଇଁ ବନେଇ ଦେଇଥିଲି। ଆଉ ମନ୍ଦିର ପାଖରେ ଆସି ପହଞ୍ଚିଗଲି। ଏଇଟା ହେଉଛି ଆଖଣ୍ଡଳମଣି ମନ୍ଦିର, ଯେଉଁଠିକି ମୁଁ ସବୁଦିନ ଯାଏ। ସବୁଦିନ ୱାନ୍ ଅଫ୍ ମାଇ ଫେଭରେଟ୍ ପ୍ଲେସ୍। ମନ୍ଦିର ଭିତରକୁ ଗଲାବେଳେ ମୁଁ ଟିକେ କ୍ୟାମେରା ଆଗକୁ ଚାଲି ଆସିଲି। ଆଉ ଏଇଠି ଦେଖିଲି ଶଙ୍କର ଭାଇନାଙ୍କ ଦୋକାନ। ବଟ୍ ଶଙ୍କର ଭାଇନା ନାହାନ୍ତି। ମୁଁ ଭାବିଲି ମନ୍ଦିର ଭିତରେ ଥିବେ, ସେଥିପାଇଁ ମନ୍ଦିର ଭିତରକୁ ଗଲି। ଆଉ ଚାରିଆଡ଼େ ନଜର କଲି କିନ୍ତୁ ଶଙ୍କର ଭାଇନା ନଥିଲେ। କ'ଣ କରିହେବ, ଏବେ ମନ୍ଦିର ଭିତରକୁ ଯିବେ। କେବେ ଚେଷ୍ଟା କରିବେ ପ୍ରତ୍ୟେକ ଦିନ ଆସିବା ପାଇଁ। ମନ୍ଦିର ପ୍ରତ୍ୟେକ ଦିନ ଆସିଲେ କେତେ ଶାନ୍ତି ମିଳେ, କେତେ ମନକୁ ଆନନ୍ଦ ମିଳେ, ସେଇଟା ନିଜେ ଆସିଲା ପରେ ହିଁ, ରେଗୁଲାରଲି ଆସିଲା ପରେ ହିଁ ଫିଲ୍ କରିପାରିବେ। ଏଇଠି ମୁଁ ବାବାଙ୍କ ଦର୍ଶନ କଲି। ଇଏ ହେଉଛନ୍ତି ଆଖଣ୍ଡଳମଣି ବାବା। ଏଇଠି ପ୍ରଭୁ ଜଗନ୍ନାଥ ଅଛନ୍ତି, ବଳଭଦ୍ର, ସୁଭଦ୍ରା। ସବୁବେଳେ ମୁଁ ଯାଏ ବାବାଙ୍କ ପାଖକୁ, ସବୁବେଳେ। ଇଏ ହେଉଛନ୍ତି ମା ଲକ୍ଷ୍ମୀ। ଏଇଠି ବାହାର ସାଇଡ଼୍ରେ ଟିକେ ମୁଁ ସୁଟ୍ କରିଦେଲି ଜଗନ୍ନାଥ ଆଉ ମା ଲକ୍ଷ୍ମୀଙ୍କୁ। ବାହାର ଆଙ୍ଗେଲରୁ ମୁଁ ଟିକେ ସୁଟ୍ କରିଦେଲି ମୋ କ୍ୟାମେରାରେ। ଆଉ ଏଇଠି ଅଛନ୍ତି ଆମର ଅଗ୍ରପୂଜ୍ୟ ଗଣେଶ ଆଉ ବାବା ହନୁମାନ। ମୋତେ ବହୁତ ଭଲ ଲାଗେ ଏ ମନ୍ଦିର। ମୁଁ ଡେଲି ଆସେ ଏଇ ମନ୍ଦିରକୁ। ଏଇଠି ମୁଁ ବାବାଙ୍କ ଦର୍ଶନ ସାରି ଆଶୀର୍ବାଦ ନେଇକି ଆସିଥିଲି। ତାପରେ ମୋ ଝିଅ ଫୋନ୍ କରିଥିଲା, ଡୁଡୁନ ଏବେ ଉଠିଥିଲା ବୋଲି ମୁଁ କିଛି କଥା ହେଉନଥିଲି, ଟିକେ ଟିକେ ସ୍ମାଇଲ୍ ଦେଉଥିଲା। ଏଇଠି ଡୁଡୁନ ସାଙ୍ଗରେ କଥା ହେଇ ମୋ ବ୍ଲଗ୍ଟା ମୁଁ ଏଣ୍ଡ କରିଥିଲି। ରହୁଛି। ଜୟ ଜଗନ୍ନାଥ, ନମସ୍କାର। ଯଦି ମୋ ଭିଡ଼ିଓ ଭଲ ଲାଗିଥିବ ଗୋଟେ ଲାଇକ୍, ଗୋଟେ ଫଲୋ, ଗୋଟେ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ରହୁଛି। ଜୟ ଜଗନ୍ନାଥ।